ସାଙ୍ଗମାନେ ବିଲ ଏରିଆକୁ ମୁଁ ଆସିଥିଲି। ବର୍ତ୍ତମାନ ଦେଖନ୍ତୁ ପାଣି ଜମା ବିଲରେ ନାହିଁ। ଖାଲ ଦୂରରୁ ଗୋଟେ ଜିନିଷ ଆପଣଙ୍କୁ ଦେଖାଉଛି। ଆମ ଏଠି ପାଣି ଟାଙ୍କିଟା ତିଆରି ହେଉଛି। ସାଇଡ଼ରେ ବରଗଛ ଅତି ସୁନ୍ଦର। କହିବାକୁ ଗଲେ ମାର୍କେଟ ପୁରା ଶସ୍ତା। ସବୁ 10, 20, 5 ଏମିତି ସବୁ ରହିଛି। ଜୟ ଜଗନ୍ନାଥ ସାଙ୍ଗମାନେ, ଶୁଭ ସକାଳ। ସାଙ୍ଗମାନେ ସକାଳୁ ସକାଳୁ ଚାଲିବାକୁ ଆସିଥିଲି। ପାଗରେ ପରିବର୍ତ୍ତନ, ସବୁଦିନ କୋହଲିଆ ପାଗ କରୁଛି କିନ୍ତୁ ଖରାବେଳୁ ଆସି ବର୍ଷା ଛେଚି ଦେଇ ଯାଉଛି। ଏମିତି ବର୍ଷା 4-5 ଦିନ ହେଲା। କାଲି ଆମର ଛାତ ପଡ଼ୁଥିଲା, ସେମିତି ବର୍ଷା ଜୋର ହେଲା। ଉପର ଛାତ ସବୁ ଧୋଇ ହେଇଗଲା, ସବୁ ବାଲି ହେଇଯାଇଛି। ମାନେ ହଇରାଣ କରୁଛି ନା ନିଅଣ୍ଟିଆ ବର୍ଷା। ବର୍ଷା ଯଦି ସଫିସିଏଣ୍ଟ ବର୍ଷା ହେବା କଥା, ସଫିସିଏଣ୍ଟ ବର୍ଷା ବି ହେଉନି। କାରଣ ବର୍ତ୍ତମାନ ଦେଖନ୍ତୁ ତଳି ସବୁ ରୋଇବାକୁ ହେଇଗଲାଣି। କିଏ କେଉଁଠି ମଟର ଲଗେଇକି ରୋଉଛନ୍ତି, ନହେଲେ ବିଲ ଶୁଖିଲା ପଡ଼ିଛି। ବର୍ଷା ଯଦି ସଫିସିଏଣ୍ଟ ବର୍ଷା ହୁଅନ୍ତା, ବର୍ତ୍ତମାନ ରୁଆରୁଇ କାମ ବି ଷ୍ଟାର୍ଟ ହେଇଯାନ୍ତା। କହିବାକୁ ଗଲେ ଚାଷ କାମ ପୁରା ଲେଟ୍। ସାଙ୍ଗମାନେ ଦେଖିବା ଦିନମାନ ବ୍ଲକରେ ଆଜି କ'ଣ ହେଉଛି। ଫଲୋ ମି। ସାଙ୍ଗମାନେ ବିଲ ଏରିଆକୁ ମୁଁ ଆସିଥିଲି। ବର୍ତ୍ତମାନ ଦେଖନ୍ତୁ ପାଣି ଜମା ବିଲରେ ନାହିଁ। ଖାଲ ଖମା ବି ପାଣି ନାହିଁ। କିନ୍ତୁ ବର୍ତ୍ତମାନ ଚାଷୀ ନା କ'ଣ କରିବ, ମାନେ ତଳି କହିବାକୁ ଗଲେ ରୋଇବାକୁ ହେଇଗଲାଣି। ରୋଇବାକୁ ପୁରା ତଳି ପୁରା ପରଫେକ୍ଟଲି ବଡ଼ ବଡ଼ ହେଇଗଲାଣି। କିନ୍ତୁ ପାଣି ନାହିଁ ବୋଲି ଚାଷ କାମ ଆକ୍ଚୁଆଲି ପଛେଇଛି। ବର୍ତ୍ତମାନ ରୁଆରୁଇ କାମ ମାନେ କହିବାକୁ ଗଲେ ଷ୍ଟାର୍ଟ ହେଇସାରନ୍ତାଣି। ବର୍ତ୍ତମାନ ବଛା ବଛି ସବୁ ଯେଉଁମାନେ ପୁଞ୍ଜି ପକାଇଥିଲେ, ବଛା ବଛି ବି ସରିଗଲାଣି। ଆଉ ଏକ ଦେଖନ୍ତୁ ଏଇ ଖାଲ ସବୁ କାଠ କଳମ ହେଇଗଲାଣି। ମାନେ ପାଣି ଥିଲେ କିଏ ରୁଆରୁଇ କଥା ନାହିଁ। ଆଉ ଯେଉଁମାନେ ବି ବିଲ ରୁଆରୁଇ କରିଛନ୍ତି, ତାଙ୍କର ସବୁ ଚାଷ ମଟର ଲଗେଇକି ଚାଷ ଲଗେଇ କରିଛନ୍ତି। କାରଣ କଥାରେ ଅଛି ଚାଷ ତରଫର ବଣିଜ ମଠ। ଯାହାର ମଟର ସୁବିଧା ଅଛି, ବୋରିଂ ଅଛି, ପାଣି ଲଗେଇକି ବୋରିଂ ରୁ ପାଣି ଉଠେଇକି ଚାଷ କାମ କରୁଛନ୍ତି। ଆମର ତ ବୋରିଂ ନାହିଁ, ଆମର ପାଣି ଉପରେ ନିର୍ଭର। କେନାଲ ପାଣି ଆସିବ ମାସେ ପରେ। କାହିଁକିନା ଯେଉଁମାନେ ଉପର ଜମି, ସେମାନେ ପାଣି ପକାଇ ନାହାନ୍ତି। ମାନେ ତଳି ପକାଇ ନାହାନ୍ତି। ଆଇଲେ ତାଙ୍କ ତଳି ନଷ୍ଟ ହେବ। କିନ୍ତୁ ଆମର ହେଲେ ବି ଆମର ରୁଆରୁଇ ବି ଷ୍ଟାର୍ଟ ହେଇଯିବ। ଆମର ବର୍ଷା ବି ହେଇନି। ବର୍ତ୍ତମାନ ଦେଖନ୍ତୁ ବିଲ ସାରା ପୁରା ପଡ଼ିଆ କହିବାକୁ ଥିଲେ, ଖାଲି ଘାସ ଫାସ ହେଇଯାଇଛି। ବିଲ ପୁରା ଅଜନ୍ତରା ହେଇକି ଅଛି। ତଥାପି ବିଲ ଚାଷ ହେଲେ ଭଲ। ଯେଉଁମାନେ ସବୁ ଦେଖନ୍ତୁ ହଳ ବି ସବୁ ବୁଲେଇ ଦେଇଛନ୍ତି। ଇଏ ଖାଲ ଜମା ନିଅଣ୍ଟିଆ ପାଣି, ମାନେ ପାଣି ବି ଜମା ନାହିଁ। ଦେଖନ୍ତୁ ବର୍ଷା ସବୁଦିନ ବର୍ଷା ହେଉଛି, କିନ୍ତୁ ଟପ 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 ବର୍ଷା। ସେ ବର୍ଷା କେଉଁ କୁଳୁକୁଳୁ ଏକର ଖାଲରେ ଦେଖନ୍ତୁ ଏଇ ପାଣି ହେଇଛି, କିନ୍ତୁ ସେ ବର୍ଷା ନାହିଁ। ଆମ ଏକରେ ଏମିତି ଅପଡ଼େଟ୍ ମୁଁ ଦେଉଛି। ଭଲ ଲାଗୁଛି। ମାନେ ନ୍ୟାଚୁରାଲ୍ ଜିନିଷ ଆପଣଙ୍କୁ ଦେଖାଉଛି। ଦୂରରୁ ଗୋଟେ ଜିନିଷ ଆପଣଙ୍କୁ ଦେଖାଉଛି। ଆମ ଏଠି ପାଣି ଟାଙ୍କିଟା ତିଆରି ହେଉଛି। ସାଇଡ଼ରେ ବରଗଛ ଅତି ସୁନ୍ଦର ଭ୍ୟୁ ଦେଖାହେଉଛି। କୋହଲିଆ ପାଗରେ ବର୍ଷା ଉଠେଇଛି, ଅତି ସୁନ୍ଦର ଦୃଶ୍ୟ ଦେଖାଯାଉଛି। ଏପଟେ ଆମ ଦଣ୍ଡାଟି ପୁରା ଗ୍ରୀନ୍ ଗ୍ରୀନ୍ ହେଇଯାଇଛି। ଭଲ ଲାଗୁଛି। ଛୁଆ ବି ଆଉ ଖେଳିବାକୁ ଆସୁନାହାନ୍ତି, ଯେହେତୁ ବର୍ଷା ହେଉଛି। ଛୁଆ ଆଉ ଖେଳିବାକୁ କିଏ ଆସୁନାହାନ୍ତି। ଏବେ ଆସ୍ତେ ଆସ୍ତେ ବର୍ଷା ଷ୍ଟାର୍ଟ ହେଇଗଲାଣି। ଆଉ ଏପଟେ ଚଢ଼େଇର କିଚିରି ମିଚିରି ଶବ୍ଦ ପୁରା ସୁନ୍ଦର ଲାଗୁଛି। ଆକୁ ଘୁ କିଆ ଚଢ଼େଇ ବୋଲି କୁହନ୍ତି ଆମ ଏକରେ। ଛୁଆ ଦେଇଛନ୍ତି, କିଚିରି ମିଚିରି ସାଉଣ୍ଡ ହେଉଛନ୍ତି। ଛୁଆକୁ ବି ଖାଇବାକୁ ଦେଉଛନ୍ତି। ଦେଖନ୍ତୁ କେତେ ସୁନ୍ଦର ଲାଗୁଛନ୍ତି। ଚଢ଼େଇ ସବୁ ଉଡ଼ିକି ଯାଉଛନ୍ତି। ସାଙ୍ଗମାନେ ବର୍ଷା ଦିନରେ ହାଟକୁ ଆସିବା ମଜା ଅଲଗା। ଲୋକ ନଥିବେ, ପରିବା ଶସ୍ତା, ହୋ ହୋ ସବୁ ହେଉଥିବେ, ମଜା ଲାଗୁଥିବ। ତଳ ଦେଖି ହାଟ ଭିତରେ କ'ଣ ସବୁ ରେଟ୍ ଅଛି। ସବୁ କଦଳୀ ଆଇଛି, ପରିବା ସବୁ ଆଇଛି ଭଲ ଭଲ। ବାପା ଆମର ହାଟକୁ ଆଇଛନ୍ତି ମାନେ ଜଣା ପଡ଼ିବ। ପୋଟଳ ଆସିଛି। ହାଟ କହିବାକୁ ଗଲେ ପୁରା ଫାଙ୍କା। ସବୁ 20 ଅଛି। ବାଇଗଣ 20, ପୋଟଳ 20। ବାଇଗଣ କେତେ? ଛୋଟ ମୁଁ ଆସେ ବାଇଗଣ 20 ଟଙ୍କା। ଆମ୍ବ, ପରିବା ପତ୍ର ସବୁ ଆସିଛି। ଆମ ଦାଦା ପାଖରେ ପହଞ୍ଚିଯାଏ। ଦାଦା ଶସ୍ତା ଅଛି କ'ଣ? କେତେ? 5 ଟଙ୍କା ନା 5 ଟଙ୍କା ନା କେତେ? ଖାଯାକୁ ଆଣିଛି। ବାପା ମୋର ଆସିଥିଲେ କହିଲେ
ସଉଦା କ'ଣ ନେଇଛି? କହିବାକୁ ଗଲେ ମାର୍କେଟ ପୁରା ଶସ୍ତା। ଆଉ 10, 20, 5 ଏମିତି ସବୁ ରହିଛି। ପୋଇ ଗୋଟା 5 ଟଙ୍କା। କହିବାକୁ ଗଲେ ସବୁ ଶସ୍ତା। ଆଉ କ'ଣ ଦେଖେ କ'ଣ ଅଛି ଆଉ ମାଛ ମୋ ସହିତ ପୁରୁଣା ଦୋକାନୀ ଆଉ ଶୁଖୁଆ ଦୋକାନୀ ମଉସା ଆସିନାହାନ୍ତି। ଗୋଟିଏ ଶୁଖୁଆ ଦୋକାନୀ ଅଛି। ମାଛ କ'ଣ ହେଇଛି ଦେଖିବା। ଯଦି ଭଲ ମାଛ କ'ଣ ହେଇଥିବ 250 ନେଇଯିବା। କଙ୍କଡ଼ା ଦେଶୀ ବାଳିଆ ସବୁ ହେଇଛି।